ଈଶ୍ୱରଙ୍କ ବାକ୍ୟ ବାଇବେଲରେ ପ୍ରଭୁଙ୍କର ଅନୁଗ୍ରହ ଏବଂ ପ୍ରଭୁଙ୍କର ଅନୁଗ୍ରହ ଉପରେ ବିଶ୍ୱାସ, ଏହି ଦୁଇଟା ଅତି ମୂଳ ବିଷୟ ଯାହାକି ଆମେ ନୂତନ ନିୟମରେ ପାଉ। ପୁରାତନ ନିୟମର ବ୍ୟବସ୍ଥା ଯୁଗର ସମୟ ଅଲଗା ଥିଲା। ଆଉ ଯେତେବେଳେ ପ୍ରଭୁ ଆପଣ ବାକ୍ୟ ପ୍ରମାଣେ ଏହି ଜଗତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଏହି ଜଗତରେ ଜନ୍ମ ହେଲେ ବେଥଲେହେମରେ, ଏବଂ ତାଙ୍କର ସେବା କାର୍ଯ୍ୟ ଆମେ ସମସ୍ତେ ଜାଣିଛୁ। 3 ବର୍ଷ 6 ମାସ କାଳ ସ୍ୱର୍ଗସ୍ଥ ପିତାଙ୍କର ସେବା କାର୍ଯ୍ୟ ଯେଉଁଥିପାଇଁ ଆସିଥିଲେ, ସେହି ସେବା କାର୍ଯ୍ୟ କରୁ କରୁ ଲୋକମାନଙ୍କୁ ବାକ୍ୟ ଶିକ୍ଷା ଦେଉ ଦେଉ ସେ ଗ୍ରାମେ ଗ୍ରାମେ ନଗରରେ ବିଭିନ୍ନ ପଲ୍ଲୀଗ୍ରାମ ମାନଙ୍କରେ ପାହାଡ଼ ପର୍ବତ ନଦୀ ନାଳ ଏପରି ଏକ ପ୍ରାକୃତିକ ଅଞ୍ଚଳରେ ସେ ପରିଭ୍ରମଣ କରି ଲୋକମାନଙ୍କୁ ଶିକ୍ଷା ଦେଉଥିଲେ। ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟରେ ତାଙ୍କ ପଛରେ ସର୍ବଦା ଏକ ଜନଗହଳି ଥିଲା। ଲୋକମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଆସୁଥିଲେ, ଲୋକମାନେ ଆଶ୍ଚର୍ଯ୍ୟ କର୍ମ ଦେଖିବାକୁ ଆସୁଥିଲେ, ଲୋକମାନେ ସୁସ୍ଥ ହେବାକୁ ଆସୁଥିଲେ, ଲୋକମାନେ ପ୍ରଶ୍ନ ପଚାରିବା ପାଇଁ ଆସୁଥିଲେ, ଏବଂ ଅନେକ ଲୋକମାନେ ଥିଲେ ଯେଉଁମାନେ କି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷାରୁ ଭୁଲ ଧରିବା ପାଇଁ ମଧ୍ୟ ଆସୁଥିଲେ, ଅନେକ ସମାଲୋଚନା ମଧ୍ୟ କରୁଥିଲେ। କିନ୍ତୁ ତା ଭିତରେ ଅନେକ ଦୁଃଖୀ, ଅନେକ ନିରାଶ ହତାଶ ହୋଇଥିବା ଲୋକମାନେ ଥିଲେ, ଯେଉଁମାନେ ପ୍ରଭୁଙ୍କ ମୁଖର ବାକ୍ୟ ଶୁଣିବା ଦ୍ୱାରା ସେମାନଙ୍କୁ ଆତ୍ମିକ ସାନ୍ତ୍ୱନା ମିଳୁଥିଲା। ତାଙ୍କ ଜୀବନର ସମସ୍ତ ସେବା କାର୍ଯ୍ୟ ଭିତରେ ଯେଉଁମାନେ ତାଙ୍କ ପଛରେ ତାଙ୍କର ଅନୁଗମନ କରୁଥିଲେ, ବିଭିନ୍ନ ଜାଗାରେ ପ୍ରଭୁ ତାଙ୍କ ବାକ୍ୟ ପରିବେଷଣ କଲାବେଳେ ଉପସ୍ଥିତ ହେଉଥିଲେ, ସେମାନଙ୍କ ଭିତରେ ଗୋଟିଏ ମୂଳ ବିଷୟ ଥିଲା, ତାହା ହେଉଛି ବିଶ୍ୱାସ। ପ୍ରଭୁ ଯାହା କହୁଥିଲେ ତାହା ସେମାନେ ବିଶ୍ୱାସ କରୁଥିଲେ, ଆଉ ଯେଉଁଥିପାଇଁ କି ସେମାନେ ପ୍ରଭୁଙ୍କର ଆଶ୍ଚର୍ଯ୍ୟ କର୍ମ, ଅଦୃଶ୍ୟ ହସ୍ତ ତାଙ୍କ ଜୀବନରେ ଦେଖିପାରୁଥିଲେ। ମୋର ବନ୍ଧୁମାନେ, ଆଶ୍ଚର୍ଯ୍ୟ ବିଷୟ। ଆଉ ସେ ବିଶ୍ୱାସ ଆମମାନଙ୍କୁ ସ୍ୱର୍ଗ ରାଜ୍ୟ ସହିତ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ। ଆପଣଙ୍କ ଜୀବନର ବିଶ୍ୱାସ, ମୋ ଜୀବନର ବିଶ୍ୱାସ, এই ବିଶ୍ୱାସ ବାଇବେଲ ଅନୁଯାୟୀ ଏକ ଅଦୃଶ୍ୟ ଶକ୍ତି। ଜଗତର ବିଶ୍ୱାସ ଯାହାକି ଆମେ ଆଖିରେ ଦେଖିଲେ ବିଶ୍ୱାସ କରୁ, କିନ୍ତୁ ପ୍ରକୃତରେ ଈଶ୍ୱରଙ୍କ ବାକ୍ୟ ବାଇବେଲର ବିଶ୍ୱାସ ଏକ ଅଦୃଶ୍ୟ ବିଶ୍ୱାସ। ଏବଂ ଜିହୁଦା 20ରେ ଲେଖାଯାଇଛି ତାହା ଏକ ପବିତ୍ର ବିଶ୍ୱାସ, ଅତି ପବିତ୍ର ବିଶ୍ୱାସ। ଏବଂ ବିଶ୍ୱାସ ପବିତ୍ର ଆତ୍ମାଙ୍କ ଦାନ ଭିତରେ ଗୋଟିଏ ଦାନ ଅଟେ। ଏହି ବିଶ୍ୱାସ ଈଶ୍ୱରଙ୍କ ବାକ୍ୟ ବା ଖ୍ରୀଷ୍ଟଙ୍କ ବାକ୍ୟ ଶ୍ରବଣ ଦ୍ୱାରା ଆସେ। ଆପଣ ମୁଁ ଯେତେବେଳେ ଈଶ୍ୱରଙ୍କ ବାକ୍ୟ ପଢ଼ୁ, ଧ୍ୟାନ କରୁ, ଅଧ୍ୟୟନ କରୁ, ଭଲରେ ଶୁଣୁ, ହୃଦୟ ସହିତ ବୁଝିବା ପାଇଁ ଚେଷ୍ଟା କରୁ, ପାଳନ କରୁ, ସେତେବେଳେ ଆମମାନଙ୍କ ଅନ୍ତର ଭିତରେ ବିଶ୍ୱାସ ଜାଗ୍ରତ ହୁଏ, ଆଉ ସେ ବିଶ୍ୱାସ ବୃଦ୍ଧି ବି ପାଏ, ସେ ବିଶ୍ୱାସ ଅଟଳ ହୁଏ। ଏଥିପାଇଁ ଈଶ୍ୱରଙ୍କ ବାକ୍ୟ ବାଇବେଲରେ এই ଯେଉଁ ବିଶ୍ୱାସ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ପୃଥିବୀରୁ ପ୍ରଭୁଙ୍କ ସହିତ ସମ୍ପର୍କ ରଖିବା ନିମନ୍ତେ, ସ୍ୱର୍ଗସ୍ଥ ପରମେଶ୍ୱରଙ୍କର ସହିତ ସମ୍ପର୍କ ରଖିବା ନିମନ୍ତେ ଆମମାନଙ୍କ ଅନ୍ତର ମଧ୍ୟରେ ବିଶ୍ୱାସର ପ୍ରୟୋଜନ ଅଛି। ସେ ବିଶ୍ୱାସ ଏକମାତ୍ର ଅଦୃଶ୍ୟ ଶକ୍ତି ଯାହାକି ଆମମାନଙ୍କୁ ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ କରିବାରେ ଆମମାନଙ୍କୁ ସାହାଯ୍ୟ କରିପାରେ। ଏଥିପାଇଁ ମୋର ପ୍ରିୟ ବନ୍ଧୁଗଣ, ଆଜି ସଂକ୍ଷେପରେ ଆମେ ଈଶ୍ୱରଙ୍କ ବାକ୍ୟରୁ କିଛି ଅଂଶ ପଢ଼ିବା, ଚିନ୍ତା କରିବା। ପ୍ରଭୁ ଯେପରିକି ତାଙ୍କ ବାକ୍ୟ ଦ୍ୱାରା ଆପଣଙ୍କୁ ମୋତେ କଥା କୁହନ୍ତି। ଆମମାନଙ୍କର ଦୁର୍ବଳ ଜୀବନରେ, ଆମମାନଙ୍କର ଦୁର୍ବଳ ବିଶ୍ୱାସରେ ଏହି ବାକ୍ୟ ଆମମାନଙ୍କୁ ସତେଜ କରୁ, ଉଦ୍ଦୀପ୍ତ କରୁ, ଜାଗ୍ରତ କରୁ, ଆମମାନଙ୍କ ଭିତରେ ଇନ୍ଧନ ଯୋଗାଇ ଦେଉ, ଯେପରିକି ଆମେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ ଶବ୍ଦର ଗୁରୁତ୍ୱ ବୁଝିବାକୁ ପାରିବା। ପ୍ରଥମ କଥା, ତିମୋଥୀଙ୍କୁ ଯେତେବେଳେ ପାଉଲ ତାଙ୍କର ପ୍ରଥମ ଚିଠି ଲେଖିଲେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରକାଶ କରୁଛନ୍ତି 6 ପର୍ବର 12 ପଦରେ। ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ, ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। ସାଧୁ ପାଉଲ ତାଙ୍କର ପ୍ରଚାର ସମୟରେ ବିଭିନ୍ନ ଜାଗା, ତାଙ୍କର ପ୍ରଚାର ଯାତ୍ରା ସମୟରେ ଅନେକ ଯୁବା ଲୋକମାନଙ୍କୁ, ଅନେକ ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରିଥିଲେ, ଆଉ ତାଙ୍କ ଶିକ୍ଷା ଦ୍ୱାରା ଅନେକ ଶିଷ୍ୟମାନେ ପ୍ରଭୁଙ୍କ ପଛରେ ଚାଲୁଥିଲେ। ତା ଭିତରେ ପାଉଲଙ୍କର ସହ ଯେଉଁମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରେ ଥିଲେ ତିମୋଥୀ, ତିତସ, ଲୁକ, ଦିମା, ଏହି ସମସ୍ତ ଲୋକମାନେ ମଧ୍ୟ
ପାଉଲଙ୍କର ସେବା କାର୍ଯ୍ୟ ଦ୍ୱାରା ପ୍ରଭୁଙ୍କ ନିକଟକୁ ଆସିଥିଲେ। ମାର୍କ ଏମାନେ ସମସ୍ତେ ବର୍ଣ୍ଣବାସ ତାଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ। ସେ ଯେତେବେଳେ ପ୍ରଥମ ଚିଠି ଲେଖିଲେ ତିମୋଥୀଙ୍କୁ 6 ପର୍ବର 12 ପଦରେ ଆମେ ସେ ଅଂଶ ଦେଖିବା। 4ଟି ବିଷୟ ଲେଖାଯାଇଛି। ସେ 4ଟି ବିଷୟ ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ, ଏବଂ ତୃତୀୟ ବିଷୟ ଲେଖାଯାଇଛି କାହିଁକି ଆମେ ଆହୁତ ହେଇଛୁ ବା କାହିଁକି ପ୍ରଭୁ ଆମକୁ ଡାକିଛନ୍ତି, ସେଥିପାଇଁ ତ ତୁମେ ଆହୁତ ହୋଇଛ। ତୃତୀୟ ବିଷୟ। ଆଉ ଚତୁର୍ଥ ବିଷୟ, ଆମେ କାହିଁକି ଆହୁତ ହେଇଛୁ? ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ ବା ଦେବା ନିମନ୍ତେ ଆମେ ଆହୁତ ହେଇଛୁ ବା ଡକା ଯାଇଛୁ। এই 4ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଏକ ବିଶ୍ୱାସୀ ଜୀବନରେ ଥାଏ। ଆମମାନଙ୍କର ଯୁଦ୍ଧ ଏକ ବିଶ୍ୱାସର ଯୁଦ୍ଧ। ଏଇଟା ରକ୍ତ ମାଂସର ଯୁଦ୍ଧ ନୁହେଁ, এইটা ଜାଗତିକ ଯୁଦ୍ଧ ନୁହେଁ। ଆମେ କୌଣସି ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧ କରୁନୁ, ଆମେ ଅନ୍ଧକାର ବିରୁଦ୍ଧରେ ଯୁଦ୍ଧ କରୁଛୁ, ପାପାତ୍ମା ବିରୁଦ୍ଧରେ ଯୁଦ୍ଧ କରୁଛୁ, ଅନ୍ଧକାରର ଆଧିପତ୍ୟ ବିରୁଦ୍ଧରେ ଯୁଦ୍ଧ କରୁଛୁ। ଏବଂ এই ଯୁଦ୍ଧରେ ଆମମାନଙ୍କର ବିଜୟ ରହିଛି, ଯେହେତୁ ଯୀଶୁ କାଲବରୀ କ୍ରୁଶରେ ବିଜୟ ଯାତ୍ରା କରିଛନ୍ତି। ତାଙ୍କ ବିଜୟ ନେଇକି ଆମେ ବିଜୟ ଅଟୁ। ଆମେ ହାରିବା ଧାଡ଼ିରେ ଠିଆ ହେଇନୁ, ଆମେ ଜିତିବା ଧାଡ଼ିରେ ଠିଆ ହେଇଛୁ। ଏବେ ଆମମାନଙ୍କର ବିଶ୍ୱାସର ଯୁଦ୍ଧ ଏକ ଉତ୍ତମ ଯୁଦ୍ଧ। এটা ଅସଙ୍ଗତ ଯୁଦ୍ଧ ନୁହେଁ। ଆମେ ଅନ୍ୟାୟରେ କାହା ବିରୁଦ୍ଧରେ ଯୁଦ୍ଧ କରୁନୁ। ଏଥିପାଇଁ ମୋର ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ବାକ୍ୟ ଏତେ ସ୍ପଷ୍ଟ ଯେ ଆମମାନଙ୍କର ଆତ୍ମିକ ଜୀବନର ଯାତ୍ରାରେ ପ୍ରତ୍ୟେକ ଦିନ ଆମେ ଯୁଦ୍ଧର ସାମ୍ନାସାମ୍ନି ହେଉଛୁ। ଆପଣ ଅନୁଭବ କରୁଛନ୍ତି କି ପ୍ରତ୍ୟେକ ଦିନ ଆମେ ଏକ ଯୁଦ୍ଧରେ ଯାଉଛୁ। ଆମର ସବୁ ସୁବିଧା ଥିବ, ଖାଇବା ପିଇବା, ଲୁଗାପଟା, ଆମମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଥିବ, ଧନ ସମ୍ପତ୍ତି ଥିବ, ମାନମର୍ଯ୍ୟାଦା ଥିବ, ଘରଦ୍ୱାର ଥିବ, ଭଲ ଚାକିରି ଥିବ, ଭଲ ଆମମାନଙ୍କର ଆଦାୟ ଥିବ, ଏପରି କୌଣସି ଅସୁବିଧା ନଥିବ। ତଥାପି ପ୍ରତ୍ୟେକ ଦିନ 24 ଘଣ୍ଟା ଭିତରେ ଆପଣ ଆଉ ମୁଁ କୌଣସି ନା କୌଣସି ଯୁଦ୍ଧ ଦେଇକି ଯାତ୍ରା କରୁଛୁ। এই ବିଷୟ ବୁଝିବା ଏକ ବିଶ୍ୱାସୀ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଖ୍ରୀଷ୍ଟିଆନ ଜୀବନ ବା ବିଶ୍ୱାସୀ ଜୀବନ ଏକ ସରଳ ଜୀବନ, କିନ୍ତୁ ଏକ ବିପଦ ସଂକୁଳ ଜୀବନ ଅଟେ। এই ବିପଦ ସଂକୁଳ ଜୀବନ ଅନେକ ସମୟରେ ଏ ବିଷୟ ବୁଝିବା ପାଇଁ କଷ୍ଟ ଲାଗେ। ଯୀଶୁଖ୍ରୀଷ୍ଟଙ୍କର ଶୋଇଥିବା ଡଙ୍ଗାରେ ମଧ୍ୟ ତୋଫାନ ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଡଙ୍ଗାରେ ଶୋଇଥିଲେ ଆଉ ସେମାନେ ହ୍ରଦ ପାର ହେଉଥିଲେ, ସେଇ ଡଙ୍ଗାରେ ମଧ୍ୟ ତୋଫାନ। ଏଥିପାଇଁ ଆପଣ ମୁଁ ଏକଥା ଭାବିବା ନାହିଁ ଯେ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମୋର ବ୍ୟକ୍ତିଗତ ତ୍ରାଣକର୍ତ୍ତା ପ୍ରଭୁ ବୋଲି ବିଶ୍ୱାସ କରିଛି ଆଉ ଗ୍ରହଣ କରିଛି, କାହିଁକି ମୋ ଜୀବନରେ ଏ ସମସ୍ତ ପରୀକ୍ଷା ଆସୁଛି। ଆପଣ ଆଉ ମୁଁ ଯଦି ପଢ଼ିବା ଏବ୍ରୀ ଚିଠା 11 ପର୍ବ, ଯେତେ ବିଶ୍ୱାସର ଯୋଦ୍ଧା ପୁରାତନ ନିୟମରେ ଥିଲେ ସେମାନଙ୍କ ନିମନ୍ତେ ଏବ୍ରୀ ଚିଠାର ଲେଖକ 11 ପର୍ବ ଲେଖିଲେ। ଆରମ୍ଭ କଲେ ନୋହଙ୍କ ସମୟଠାରୁ, ହନୋକଙ୍କ ଠାରୁ, ଅବ୍ରାମ, ଇସାକ, ଯାକୁବ, এই ସମସ୍ତ ମହାନ ମହାନ ଯୋଦ୍ଧା ଯେଉଁମାନେ ବିଶ୍ୱାସରେ ପ୍ରଭୁଙ୍କ ପଛରେ ଚାଲୁଥିଲେ। ଆଶ୍ଚର୍ଯ୍ୟ ବିଷୟ, ଯେତେବେଳେ ପ୍ରଭୁ ଅବ୍ରାହମକୁ ଡାକିଲେ ଉର ଦେଶରୁ, ସେ କହିଲେ ଆସ ଅବ୍ରାହମ ବାହାରି ଆସ, ଆମେ ତୁମକୁ ଏକ ନୂତନ ଦେଶକୁ ନେବା, ଆମେ ତୁମକୁ ଏକ ନୂତନ ଦେଶ ଦେବା, ତୁମକୁ ବହୁ ଜାତିର ପିତା କରିବା, ସମୁଦ୍ରର ବାଲି ପରି, ପୃଥିବୀର ଧୂଳି ପରି, ଆକାଶର ତାରା ପରି ତୁମର ବଂଶ ବୃଦ୍ଧି କରିବା। କେତେ ବର୍ଷ ହେଉଥିଲା ଅବ୍ରାହମକୁ? 75 ବର୍ଷ ବୟସ ହେଉଥିଲା। ସେ 75 ବର୍ଷ ବୟସରେ ତାଙ୍କର ଛୁଆ ପିଲା ନଥିଲା। ସାରା ଆଉ ସେମାନେ ବାହାରିଲେ, ଆଉ ସାଙ୍ଗରେ ଲୋଟକୁ ନେଇ ବାହାରିଲେ। 25 ବର୍ଷ ଲାଗିଲା ଇସାକଙ୍କୁ ପାଇବା ପାଇଁ। ଆଉ ଯେଉଁ ଦେଶ ବିଷୟରେ ପ୍ରଭୁ ତାଙ୍କୁ କହିଥିଲେ, ସେମାନେ ଦିଗନ୍ତ ଆଡ଼କୁ ଅନଉଛନ୍ତି, ବହୁ ଦୂର ପର୍ଯ୍ୟନ୍ତ ଅନଉଛନ୍ତି, ସେ ଦେଶରେ ପହଞ୍ଚି ପାରିନାହାନ୍ତି। କିନ୍ତୁ ତାଙ୍କ ଲକ୍ଷ୍ୟ ଥିଲା ସେଇ ଦେଶ ଯେଉଁଟା ପ୍ରଭୁ କହିଥିଲା ଆମେ ସେଇ ଦେଶ ତୁମକୁ ଦେବା। ଆଉ ସେ ବିଶ୍ୱାସରେ ହିଁ ଅବ୍ରାହମ ଘରୁ ବାହାରିଲେ ଉର ଦେଶରୁ କେନାନ ଦେଶକୁ ପ୍ରବେଶ କରିବା ପାଇଁ ବା ପ୍ରତିଜ୍ଞାତ ଦେଶରେ ପ୍ରବେଶ କରିବା ପାଇଁ ବହୁତ ସମୟ ତାଙ୍କୁ ଲାଗିଲା। ଆଉ ଆଜି ଆମେ ଜାଣିପାରୁଛୁ ପାଖାପାଖି 3000 ବର୍ଷର ଇତିହାସ ଇସ୍ରାଏଲ ଜାତିର, ଯେଉଁ ଦେଶକୁ ଦେବା ପାଇଁ ପ୍ରଭୁ ଅବ୍ରାହମଙ୍କୁ ପ୍ରତିଜ୍ଞା କରିଥିଲେ, সেই ଦେଶରେ ଆଜି ଇସ୍ରାଏଲ ଜାତି ବସତି ସ୍ଥାପନ କରିଛି। ଏବ୍ରୀ 11 ପର୍ବ ଅନୁଯାୟୀ ବିଶ୍ୱାସ ପ୍ରତ୍ୟାଶିତ ବିଶ୍ୱର ମୂଳଭୂମି। ବିଶ୍ୱାସ କଲେ ମାନେ କ'ଣ ବୁଝୁ? ବିଶ୍ୱାସ ପ୍ରତ୍ୟାଶିତ, ଯେଉଁଟା ଦେବା ପାଇଁ ପ୍ରତିଜ୍ଞା କରାହେଇଛି, ଆଶା ଦେଇଛନ୍ତି, ଭରସା ଦେଇଛନ୍ତି, ସେଇ ବିଷୟଟାକୁ ଉପରେ ଭରସା କରିବାଟା ବିଶ୍ୱାସ କରିବାଟା ବିଶ୍ୱାସ। ଆହୁରି ଟିକେ ସରଳ କଥା,
थोमा कहले पुनरुत्थित ख्रीष्ट जितेबाला आसिले आ द्वार रुद्ध थिला प्रभु घरे प्रवेश कले शिष्य मैंने जीशु को भेटिले तापर हठात जो थोमा आसिले से कहले प्रभु उठिचंती से विश्वास कले ना आ थोमा कहले मु तांको न देखिले तांको हाथर चिन्ह कक्ष देशर चिन्ह न देखिले न छुईले मु विश्वास करी ना आ से दिन थोमा शिष्य मान सहित था द्वार रुद्ध थिला आ प्रभु कौन कले से घरे प्रवेश कले जो से प्रवेश करुँच एक आश्चर्य घटना घटुची से कहले थोमा देख मोर कक्ष देश मोर हाथ देख जो मत कंटा विद्ध कराई हाथ में पादरे कंटा विद्ध कराई मो कक्षरे वर्षाघात कराईटा से कहले आ कौन घटना है थोमा देखिले छुईले पाद तले पड़गले से हुए तो दुख भी करेंगे मो प्रभु सन्देह कली बोली एवं से कौन कले प्रभु को विश्वास कले प्रभु गोटे बहुत बड़ कथा कहले अति सरल कथा आपण को मते विश्वास आगू बढ़िया से कथा साहाय्य कर प्रभु कौन बोली कहले थोमा तुम्हें मते देखिकी विश्वास करुच जो माने मते न देखि विश्वास करती से माने धन्य आपण आ मु आमे जीशु को न देखि विश्वास करिछु अदृश्य विश्वास आमानंकर जीवन दृश्य विश्व आमर अदृश्य विश्वास शत्रु अटे आपणकर दृश्य विश्व एवं मोर दृश्य विश्व आम आखिरे जहाँ देखु सेटा आमानंकर स्वर्गीय विश्वास शत्रु एक बुझापी चेष्टा करवा एवरी चिठा 11 पर्वर 1 पद लिखा जाए प्रत्याशित विश्वर मूलभूमि जोटा देवाई प्रभु प्रतिज्ञा कर तार मूलभूमि हूँ विश्वास से फाउंडेशन से भित्तिमूल एपाई जदि प्रभु प्रतिज्ञा कर आम जगत में आमर बापा माँ आमर भाई भौणी सांगसाथी उपरिस्थ लोक मानकर कथा विश्वास करूँ आमे कहीं विश्वास न करवा स्वर्ग मर्त्य पातालर सृष्टिकर्ता अनादि अनंत परमेश्वर जो कथा कहले से कथा कहीं विश्वास करवा ना आमे कौन सी गोटे विश्वास शुणिले सांगे सांगे पृथ्वी में विश्वास करुचु किंतु अनंत राज्यर कथा ईश्वर वाक्य बाइबल जो प्रभु कहते यहाँ विश्वास करने कहीं आम पछ घुंचा देचु ये विश्वास आम को अटल कर एक युद्ध अटे प्रत्येक दिन युद्ध विशेषकर मोर भाई भौणी माने ये जो घटना आम देखिपुर प्रभु वाक्य से कहले विश्वास उत्तम युद्ध प्राणपण कर तार अर्थ ये युद्ध प्राणपण करने को पड़ो मूल्य देकी युद्ध करने को पड़ो यहाँ साधारण युद्ध नुहे यहाँ साधारण संघर्ष नुहे यहाँ साधारण संग्राम नुहे यहाँ एक प्रतिकूल परिवेश भितर प्रभु पछरे चलवाटा हूँ युद्ध आम इच्छा नुहे प्रभु वाक्य प्रमाण चलवाटा हूँ आम जीवन एक युद्ध एवं कौन लिखा जाइए अनंत जीवन धरी रख आम यीशु ख्रीष्ट को परित्राणकर्ता उद्धारकर्ता बोली विश्वास करिछु एवं आम परित्राण पाइछु आपण मैंने परित्राण पाइछु पापक्षम पाइछु तांको विश्वास करने द्वारा सी आम को धार्मिक गणित कर रक्त आमको धार्मिक गणित कर रक्त आमको धोई परिष्कार कर माध्यम आम ईश्वर परिवारभुक्त होइछु आम स्वर्गस्थ परमेश्वर आब्बा पिता बोले डाकुछु प्रभु आमर मालिक आमर उद्धारकर्ता परित्राणकर्ता आम पछरे चलवाई विश्वास अति आवश्यक रही से आम विश्वास द्वारा अनुग्रह द्वारा परित्राण देले एफिसी मंडली को पाउल लिखुंट से कहले तुम अनुग्रह अविश्वास द्वारा परित्राण पाइछ आम धर्मकर्म करने द्वारा नुहे आम आत्मिक जीवन द्वारा नुहे आम चाहिलु बोली नुहे किंतु आम विश्वास करने द्वारा परित्राण पाइछु हेले एथिपाई गोटे गुरुत्वपूर्ण विषयटे यही जगह जो लिखा जाइए मोर प्रिय भाई भौणी माने अनंत जीवन धरी रख यदि धरी रख कह जाऊँ तार अर्थ कौन आम कि पाइछु हाथ में अच्छी रखाटा मान कर्तव्य पाइबा लेखाई ना धरी रखर अर्थ हूँ आपण हाथ में मो हाथ में किसी ना कि अच्छी कहीं ना कहीं किसी देइचंती ताकू साइती रखाटा आम कर्तव्य आम अनंत जीवन पाइछु बिना मूल्य ताकू साइती रखाटा आम गुरुत्वपूर्ण कर्तव्य अटे एथिपाई जो परित्राण बिना मूल्य पाइछु ताकू एवरी चिठा 2 पर्वर लिखा जाइए तेबे एपरी महापरित्राण अवहेला कले आमने कि रक्षा पाइबा तार तो आम पाइथिबा विषय को केबे केबे अवहेला करू आम जो विषय गुड़ाक पाइछु एपरिक प्रभु यीशु ख्रीष्ट मध्य जगत को आसिले से निज मुखर कहले मनुष्य पुत्र जहाँ हजि अच्छी
ତାକୁ ଖୋଜି ରକ୍ଷା କରିବା ନିମନ୍ତେ ଆସିଥିଲେ। ଆଦମ ଆଉ ହବା ଆମର ପ୍ରିୟ ବାପା ମା ଯେଉଁମାନେ ଏଦନରେ ହଜିଗଲେ, ସେମାନଙ୍କୁ ଯେଉଁ ଅଧିକାର ଦିଆଯାଇଥିଲା ସେମାନେ ହରାଇଥିଲେ। ଆଉ ଯୀଶୁ କାଲବରୀ କ୍ରୁଶରେ ବଳିଦାନ କରିବା ଦ୍ୱାରା ସମ୍ପୂର୍ଣ୍ଣ ମୂଲ୍ୟ ଦେଇକି ଆଉ ଥରେ ପିତାଙ୍କ ସହିତ ଏଦନର ସମ୍ପର୍କ ସ୍ଥାପନ କରିବା ପାଇଁ ରକ୍ତ ଦେଇକି ଜୀବନ ଦେଇକି ବଳିଦାନ କରିକି ସେ କ'ଣ କଲେ? ଏଦନର ପରିବାରକୁ ଫେରେଇ ଆଣିଲେ। ଖାଲି ଆଦମ ହବାଙ୍କୁ ଫେରାଇ ନାହାନ୍ତି, ସେ ଆଉ କ'ଣ ଫେରାଇଛନ୍ତି? ଦେଇଥିବା ଅଧିକାରକୁ ମଧ୍ୟ ଫେରାଇ ଆଣିଲେ। କ'ଣ ସେ ଅଧିକାର? ଏ ପୃଥିବୀ ଉପରେ ଆଦମଙ୍କର ଅଧିକାର ଥିଲା। ସେ ବଶୀଭୂତ କରିଥିଲେ ଆକାଶର ଚଢ଼େଇ, ଏପରି ସମୁଦ୍ର ଏବଂ ହ୍ରଦ ନଦ ନଦୀର ମତ୍ସ୍ୟ ସକଳ, ଜଙ୍ଗଲର ପଶୁପକ୍ଷୀ ଆଦମଙ୍କ ଅଧୀନରେ ଥିଲେ। ସେମାନେ ତାଙ୍କ କଥା ମାନୁଥିଲେ। ସେଇଟା ଆଦମ ହରାଇଥିଲା। ହେଲେ ଏଥିପାଇଁ ଆଦମକୁ ପ୍ରଭୁ ଯେଉଁ ଅଧିକାର ଦେଇଥିଲେ ସେ ଅଧିକାରକୁ ଫେରାଇ ଆଣିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାଲବରୀ କ୍ରୁଶରେ ପ୍ରାଣତ୍ୟାଗ କଲେ। ମୋର ପ୍ରିୟ ବନ୍ଧୁଗଣ, ଏଇଟା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟଟେ। ଏଥିପାଇଁ ଅନନ୍ତ ଜୀବନ ଯାହା ପାଇଛୁ ତାକୁ ଧରି ରଖିବାର ଆମମାନଙ୍କର କର୍ତ୍ତବ୍ୟ, ଅବହେଳା କରିବା ନାହିଁ। ଆମମାନଙ୍କର ଅବହେଳା ଦ୍ୱାରା ଆମମାନଙ୍କର ଆତ୍ମିକ ଜୀବନରେ ପତନ ଆସିବ। ଏଥିପାଇଁ ଜଣେ ବିଶ୍ୱାସୀ ସମସ୍ତ ପରିସ୍ଥିତିରେ ପ୍ରଭୁଙ୍କ ପଛରେ ଚାଲିବାର ଏକ ସିଦ୍ଧାନ୍ତ ନେବା ଆବଶ୍ୟକ। ଏବଂ ପ୍ରଭୁ କହୁଛନ୍ତି, କ'ଣ ବୋଲି କହୁଛନ୍ତି? ଏଥିପାଇଁ ତ ତୁମେ ଆହୁତ ହୋଇଛ, ଏଥିପାଇଁ ଆପଣଙ୍କୁ ମୋତେ ଡକାଯାଇଛି। କ'ଣ ପାଇଁ? ପ୍ରତ୍ୟେକ ଦିନ ପ୍ରଭୁଙ୍କୁ ଭେଟିବା ପର୍ଯ୍ୟନ୍ତ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରି ପାଇଥିବା ପରିତ୍ରାଣ ବା ଅନନ୍ତ ଜୀବନକୁ ସର୍ବଦା ଧରି ରଖିବାକୁ ପଡ଼ିବ। ଆମେ ଧରି ରଖି ଆଗକୁ ବଢ଼ିବାକୁ ପଡ଼ିବ। କିପରି ଧରି ରଖିବା? ଧରି ରଖିବା ନିମନ୍ତେ ରାସ୍ତା କ'ଣ ଅଛି? ଈଶ୍ୱରଙ୍କ ବାକ୍ୟ। ଏ ବାକ୍ୟ ଆମକୁ ପ୍ରତିଜ୍ଞା ଦିଏ। ସେ ପ୍ରତିଜ୍ଞା ଯୁକ୍ତ ବାକ୍ୟ ସହିତ ଆମମାନଙ୍କର ସମ୍ପର୍କ ପଢ଼ିବା ଦ୍ୱାରା ଏବଂ ଗ୍ରହଣ କରିବା ଦ୍ୱାରା, ତାକୁ ବୁଝିବା ଦ୍ୱାରା, ଆଉ ତାକୁ ହୃଦୟରେ ସାଇତି ରଖିବା ଦ୍ୱାରା, ଆଉ ପ୍ରତ୍ୟେକ ଦିନ ବ୍ୟକ୍ତିଗତ ଜୀବନରେ ଈଶ୍ୱରଙ୍କ ବାକ୍ୟ ସହିତ ସମ୍ପର୍କ ସ୍ଥାପନ କରିବା ଦ୍ୱାରା, ଆଉ ପ୍ରଭୁ ଯେଉଁ ବାକ୍ୟ କହିଛନ୍ତି ତାକୁ ଆପଣାର କରିବା ଦ୍ୱାରା, ତାହା ଆମମାନଙ୍କ ଅନ୍ତରରେ ଶକ୍ତି ଦିଏ। ଆମେ ପ୍ରଭୁଙ୍କ ଠାରୁ ପାଇଥିବା ଆତ୍ମିକ ବିଷୟ ଗୁଡ଼ାକ, ଆତ୍ମିକ ଦାନ, ପରିତ୍ରାଣ, ତାଙ୍କ ସହିତ ଆମମାନଙ୍କର ସମ୍ପର୍କ ଧରି ରଖିବା ପାରିବା। ଏବଂ ସେ କହୁଛନ୍ତି, ଏଥିପାଇଁ ତ ତୁମେ ଆହୁତ ହେଇଛ ଏବଂ ଅନେକ ସାକ୍ଷୀଙ୍କ ସାକ୍ଷାତରେ ତୁମେ ଉତ୍ତମ ସାକ୍ଷ୍ୟ ଦେଇଛ। ଖ୍ରୀଷ୍ଟିଆନର ଜୀବନ ବା ବିଶ୍ୱାସର ଜୀବନ ଏକ ସାକ୍ଷ୍ୟମୟ ଜୀବନ ଅଟେ। ଯଦି ମୁଁ ଜଣେ ନିଜକୁ ବିଶ୍ୱାସୀ କହୁଛି, ପ୍ରଭୁଙ୍କ ଶିଷ୍ୟ କହୁଛି, ମୁଁ କୌଣସି ଗୋଟେ ମଣ୍ଡଳୀର ସଭ୍ୟ କହୁଛି, ସଭ୍ୟା କହୁଛି, ମୁଁ ଜଣେ ପ୍ରଭୁଙ୍କର ସେବକ, ପାଳକ, ପ୍ରଚାରକ କି ପ୍ରେରିତ କି ଭାବବାଦୀ ବୋଲି ନିଜକୁ କହୁଛି, ଆମମାନେ ଏ ଶବ୍ଦ ଗୁଡ଼ାକ ଉଚ୍ଚାରଣ କରୁ, କିନ୍ତୁ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ବାସ୍ତବରେ କ'ଣ এই ସମସ୍ତ ବିଷୟ ଆମେ ଧରି ରଖିପାରିଛୁ କି? ଉତ୍ତମ ସାକ୍ଷ୍ୟ ଜୀବନ ଅଛି କି ଆମମାନଙ୍କର? ଆମମାନଙ୍କ ବ୍ୟକ୍ତି ଜୀବନରେ ଆମମାନଙ୍କର ବ୍ୟବହାର, ଚାଲିଚଳନ, କଥାବାର୍ତ୍ତା, ଆମମାନଙ୍କ ସ୍ୱଭାବ, ଗୁଣ, ଚରିତ୍ର ଆଉ ସମ୍ପର୍କ ପ୍ରଭୁଙ୍କ ଦୃଷ୍ଟିରେ ଆଉ ମନୁଷ୍ୟମାନଙ୍କ ଦୃଷ୍ଟିରେ ଉତ୍ତମ ଅଛି କି? ଉତ୍ତମ ତ ଆମର ନାହିଁ, ଉତ୍ତମ ତ ତାଙ୍କର। କାହିଁକି? ଆମେ ତାଙ୍କ ରଚନା। ଯେଉଁ ସମସ୍ତ ଉତ୍ତମ କାର୍ଯ୍ୟ ଆମେ କରିବା ବୋଲିକି ସେ ଜଗତର ପତନାବଧି ପୂର୍ବେ ନିର୍ଦ୍ଧାରଣ କରିଥିଲେ, ଯୀଶୁଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ସେଇ ଉତ୍ତମ ବିଷୟର ଅଧିକାର ଆମେ ସେସବୁ ଆମକୁ ଦେଇଛନ୍ତି। ସେସବୁ ସେ ଆମକୁ ଦେଇଛନ୍ତି। ଏଇଟା ଗୋଟେ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟଟେ। ଖାଲି ଦେଇନାହାନ୍ତି, ଆମମାନଙ୍କ ଭିତରେ ସେ ତାହା ରଖିଛନ୍ତି। ଆପଣ ଆଉ ମୁଁ ପ୍ରଭୁଙ୍କୁ ଜାଣିଲା ପରେ ଯେକୌଣସି ଉତ୍ତମ କାର୍ଯ୍ୟ କରୁ, ପ୍ରଭୁଙ୍କୁ ନ ଜାଣିବାକୁ ମଧ୍ୟ ଉତ୍ତମ କାର୍ଯ୍ୟ କରୁଛନ୍ତି। ଆଉ ପ୍ରଭୁଙ୍କୁ ଜାଣିଲା ପରେ ତ ଆମମାନଙ୍କର କାର୍ଯ୍ୟ ତାଠୁ ଆହୁରି ଅଧିକ ଭଲ ହେବା କଥା। ଆଉ ସେଇଟା ସେ ଆମ ଭିତରେ ଥୋଇ ଦେଇଛନ୍ତି। ମୋର ପ୍ରିୟ ବନ୍ଧୁଗଣ, ଏଥିପାଇଁ ଏଇ ଯେଉଁ ଉତ୍ତମତା ଏକ ସାକ୍ଷ୍ୟ ଅଟେ। ମୁହଁରେ କହିବା ଆଉ ଜୀବନରେ ପ୍ରକାଶ କରିବା ଗୋଟିଏ ବିଷୟ। ଆମର ସମୟରେ ମୁହଁରେ ବହୁତ କଥା କହିପାରୁ, କିନ୍ତୁ ବ୍ୟକ୍ତି ଜୀବନରେ ତା ପ୍ରକାଶ କରିନଥାଉ। ଏଠି ସାକ୍ଷ୍ୟ ଏପରି ବିଷୟ ଅଟେ ଯାହାକି ଆମେ ଆଖିରେ ଦେଖିଥିବା, କାନରେ ଶୁଣିଥିବା, ଘଟଣା ଘଟିଲା ବେଳେ ସେଇ ଜାଗାରେ ଉପସ୍ଥିତ ଥିବା, ତେବେ ଆମେ ଉତ୍ତମ ସାକ୍ଷ୍ୟ ଦେଇପାରିବା। ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କହିବା, ତାଙ୍କର ସେବା ବିଷୟରେ କହିବା, ତାଙ୍କର କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଏଥିପାଇଁ ଆଜି ଏହି ସମୟରେ ଏଇ କ୍ଷୁଦ୍ର ଈଶ୍ୱରଙ୍କ ବାକ୍ୟର ସେବା ଭିତରେ ଆପଣଙ୍କୁ ମୋତେ ପ୍ରଭୁ ଉତ୍ସାହ ଦେବା ପାଇଁ ଚାହାନ୍ତି। ଆମେ ବିଶ୍ୱାସର ଯୁଦ୍ଧରେ ପ୍ରାଣପଣ କରିଛୁ, ଆମେ ହଟିଯିବା ନାହିଁ।
जौन सुसमाचार 1 पर्व 12 पद लिखा जाए जो मैंने नाम विश्वास कले आ ग्रहण कले से ईश्वर संतान होबार अधिकार दिगला। ईश्वर संतान होबार अधिकार दिगला। आमने विश्वास द्वारा परमेश्वर परिवार रे तांकर संतान संतति होबार अधिकार पाइछु। आमे तांको पिता बोली डाके अधिकार पाइछु। समुदाय जगतर विश्वासी मानक सहित गोटे परिवारभुक्त होइछु। आद्य मंडली लोक माने पितरंक वाक्य शुणिले आउ ग्रहण कले आ विश्वास कले आउ से माने कौन कले पाखापाखि 3000 लोक माने बाप्तिस्म नेले आ मंडली सहित संयुक्त होइले। ए विश्वास द्वारा आमे मंडली सहित संयुक्त होइछु। ए विश्वास को आमे किपरि जागृत करिबा? केही जणे बाइबल रे थरी प्रभु को कहले प्रभु मोर अविश्वास प्रतिकार करंतु, मोर अविश्वास प्रतिकार करंतु। मनुष्य दुर्बल, आपण दुर्बल, मो दुर्बल, आमान को दुर्बलतार तांको शक्ति प्रकाश पाए। से कहले मोर अनुग्रह तुम यथेष्ट। पावलों के कथा प्रभु कहले आउ तुमर दुर्बलतार मोर शक्ति प्रकाश पाए। आपण आउ मो दुर्बल, ए दुर्बलतार प्रभुंकर शक्ति प्रकाश पाए। से शक्ति किपरि शक्ति? आमानंकर मृत्तिका पात्र रे आमे पवित्र आत्मांकर धन पाइछु। तांको शक्ति द्वारा आमे प्रभु पछरे चालुछु। आज गोटे अदृश्य शक्ति जोटा का मानू प्रभु बंचार सहायता देउछि। एथिपाई आज ए विश्वासर युद्ध आमानंकर प्रत्येक दिनर यात्रा पथरे प्रभुंक सहित चलला बेले बाधा जो आसुछि, कष्ट आसुछि, असुस्थता, समस्या, अभाव, अनाटन ये जो विषय आसुछि ता भितर प्रभुंक बंचार एक आग्रह आ गोटे श्रुहा ये विषय में भूली जीवा ना। ये जो बंचार आनंद, बंचार श्रुहा प्रभुंक निमंते समस्त परिस्थिति रे प्रभुंक पछरे चलीबाटा आमानकर कर्तव्य। ताहा एक प्रस्तुति जीवन को बुझाए। कहीं आम समस्ते विश्वास करूँ प्रभुंक राज्य सन्निकट। आज ना काली से आपण को मत मंडली को नेबापाई तोरी बाध्य मध्यागस आगमन करेंगे। आ ख्रीष्टों ठारे थाई जो मैंने मरीच से मैंने प्रथम उठे आ प्रभु भेटे। आ जो मैंने बंची थे से माने रूपांतर थे। आ चक्षुर पलक एक निमेष आम प्रभु यीशु ख्रीष्टों को मध्यागस भेटा। आमर से लक्ष्य अनंत काल तांको सहित पिता गृह बास करने। किंतु यात्रा विश्वास यात्रा ये यात्रार पाथेय कौन? आमानकर अनंत जीवन ताकू जेपरि आम अवहेला करवा ना, ताकू आम साइतिकी रखा। एथिपाई प्रभु वाक्य आम जो अंश आज पढ़िलु ये जो विश्वासर युद्धरे प्राणपण कर यहाँ अति गुरुत्वपूर्ण विषय। आम प्रत्येक दिन ईश्वर वाक्य पढ़ा द्वारा आम विश्वास वृद्धि पाऊ। विश्वास श्रवण जात हुए आ ख्रीष्टों वाक्य द्वारा ता हुए। यही जो मूल विषय गुरुत्वपूर्ण चाबी ताकू भूलिबा ना। आज मंडली अधिक समय ईश्वर वाक्य पढ़ारे, शुणिबारे, अनुध्यान करिबारे, ग्रहण करिबारे अधिक समय देवा अति गुरुत्वपूर्ण। आम प्रचार बहुत शुणिछु किंतु आम प्रभुंक वाक्यर शिक्षार यही शिक्षार मूल विषय नहीं आग को बढ़ारे आमने चेष्टा करुचु। आम जीवन सब बहुत बड़ विषय प्रकृत जड़े विश्वासी से साक्ष्य मो जीवन काटब। एक विश्वासर भित्तिमूल पर स्थापित मंडली सुसमाचार प्रचार कार्य गुरुत्व देव। आमानंकर सबुठ बड़ कर्तव्य मंडलीर सुसमाचार प्रचार आत्मा लाभ जन को प्रभु निकट को फेर आनिबा। प्रभु राज्यर गौरव हुए, गोटे लोक परिवर्तन स्वर्गर आनंद हुए। एथिपाई आपणकर मोर कर्तव्य आम जो अवस्था प्रभु पाक आसिलु से अनेक अच्छा जो मान आसवर प्रयोजन अच्छे आम से प्रभु निकट को आने यत्न करवा आ चेष्टा करवा। एथिपाई प्रभु आम को दया करंतु। आपण को मते परिस्थिति बदली जाइए। समस्त परिस्थिति एक प्रतिकूल भितर जाउछि। आपण निश्चय अनुभव करि पारुथिबे एक चाप भितर मानव समाज जाउछि, एक मानसिक चाप। केबे केबे मनुष्य एपरी अवस्था आसी जाउछि जे बुझी पारुनि से कौन करिवो। आपण तो से प्रकार परिस्थिति मध्य दे केबे यात्रा करिथिबे। मु बहुत से प्रकार परिस्थिति मध्य दे यात्रा करिछि। आ ता भितर केवल विश्वास यीशु ख्रीष्टों ठारे करिथिबा विश्वास आमको आगू बढ़ई पारिबो। आ से विश्वास में कोठु पाइबा? ईश्वर को वाक्य द्वारा पाइबा। ता पवित्र आत्मा दान भितर गोटे दान अटे। एते से दान जो आम भितर रही ये पवित्र विश्वास आमानंकु प्रभु को भेटिबा पर्यंत आगू को बढ़िबारे साहाय्य करिवो।
ପ୍ରଭୁ ଆପଣମାନଙ୍କୁ ମୋତେ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆଜିର ମଣ୍ଡଳୀ ଏକ ବିଶ୍ୱାସର ଯୋଦ୍ଧା ପରି ଠିଆ ହେବାକୁ ପଡ଼ିବ ଈଶ୍ୱରଙ୍କ ବାକ୍ୟ ନିମନ୍ତେ। ପ୍ରେମର ସହିତ, ଧୈର୍ଯ୍ୟର ସହିତ, ସହନଶୀଳତାରେ ଅନ୍ୟ ନିମନ୍ତେ ବୋଝଗ୍ରସ୍ତ ହୋଇ ଆତ୍ମା ଲାଭ କରିବା ଉଦ୍ଦେଶ୍ୟରେ, ଜଣକୁ ପ୍ରଭୁ ପାଖକୁ ଫେରାଇବା ଉଦ୍ଦେଶ୍ୟରେ, ଅନ୍ୟ କିଛି ନାହିଁ। ଜଣେ ମନୁଷ୍ୟ ପ୍ରଭୁ ପାଖକୁ ଫେରିବ, ଅନନ୍ତ ରାଜ୍ୟକୁ ଯିବ, ପରିତ୍ରାଣ ପାଇବ, ପାପ କ୍ଷମା ପାଇବ, ଅନନ୍ତ ଶାନ୍ତି ପାଇବ। ଏଇଟା ଖ୍ରୀଷ୍ଟ ତତ୍ତ୍ୱ, ଆଉ କିଛି ନାହିଁ। ଏଇଟା ହେଉଛି ଖ୍ରୀଷ୍ଟ ତତ୍ତ୍ୱ ବା ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାର ମୂଳ ବିଷୟ। এই ବିଷୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର, ପ୍ରତ୍ୟେକ ଖ୍ରୀଷ୍ଟୀୟ ପରିବାରର, ପ୍ରତ୍ୟେକ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ। ପ୍ରଭୁ ଅନୁଗ୍ରହ କରନ୍ତୁ ଯେପରି ଆମେ ତାଙ୍କର ବାକ୍ୟ ପ୍ରମାଣେ, ତାଙ୍କର ଆଦେଶ ଅନୁଯାୟୀ ପ୍ରଭୁରେ ବଢ଼ିବାକୁ ପାରିବା। ଏହି ଯୁଦ୍ଧରେ ଆମେ ଶେଷ ପର୍ଯ୍ୟନ୍ତ ପ୍ରାଣପଣ କରିବା ଆଉ ଅନନ୍ତ ରାଜ୍ୟରେ ପ୍ରବେଶ କରିବା। ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ।